ଲକ୍ଷ୍ମୀଙ୍କ ପାଖେ କେଉଁ ଦୀପ ଜଳାଇବା ଦିନଠାରୁ ଧନଲାଭ ହୋଇଥାଏ? ମାତା ଲକ୍ଷ୍ମୀଙ୍କୁ ଚାନ୍ଦିର ହାତୀ ଅର୍ପଣ କରିବା ଦ୍ୱାରା କଣ ହୋଇଥାଏ? ଜୀବନକୁ ସରଳ ଓ ସୁଖ ସମୃଦ୍ଧିପୂର୍ଣ୍ଣ କରିବାକୁ ହେଲେ ଶାସ୍ତ୍ର ଲିଖିତ ନିୟମମାନ ଜାଣିବା ସହ ପାଳନ କରିବା ଜରୁରୀ। ଚାଲନ୍ତୁ ଜାଣିବା ଏଭଳି କେତୋଟି ଶାସ୍ତ୍ର ଲିଖିତ ନିୟମ। ଘରର ଉନ୍ନତିରେ ବାଧାପ୍ରାପ୍ତ ହେଉଥିଲେ ଶନିବାର ଦିନ ନଦୀ ଜଳରେ ନଡ଼ିଆ ପ୍ରବାହିତ କରିବା ଦ୍ୱାରା ପରିବାରର ଲୋକଙ୍କର ପ୍ରଗତି ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ପରିବାରରେ କୌଣସି ଯଦି ସଦସ୍ୟ ବାରମ୍ବାର ରୋଗରେ ପଡୁଛନ୍ତି ଏବଂ ଔଷଧ କାମ ଦେଉନାହିଁ, ତେବେ ରବିବାର ଦିନ ତମ୍ବାର ଚାରିକୋଣିଆ ଖଣ୍ଡ ମାଟିରେ ପୋତିବା ଦ୍ୱାରା ଆରୋଗ୍ୟ ଲାଭ ହୋଇଥାଏ। ଧନ ବୃଦ୍ଧିରେ ସମସ୍ୟା ଆସୁଥିଲେ ଚାନ୍ଦିର ହାତୀଟିଏ ପ୍ରଥମେ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ଧନ ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏବଂ ପରିବାରର ପ୍ରଗତି ହୋଇଥାଏ। ଯଦି ଧାର କରଜ ଦିନକୁ ଦିନ ବୃଦ୍ଧି ହେଉଥାଏ, ତେବେ ପ୍ରତ୍ୟେକ ଦିନ କାଉକୁ ରୁଟି ଖାଇବାକୁ ଦେବା ଦ୍ୱାରା ଧାର କରଜ ଧୀରେ ଧୀରେ ସମାପ୍ତ ହୋଇଥାଏ। ଯଦି ଧନ ପ୍ରାପ୍ତିର ମାର୍ଗ ବନ୍ଦ ଥାଏ, ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ କେଶର ଲଗାଇ କିଛି ସୁନା ଜିନିଷ ଅର୍ପଣ କରିବା ଦ୍ୱାରା ଧନ ପ୍ରାପ୍ତିର ମାର୍ଗ ପ୍ରାପ୍ତ ହୁଏ। ଯଦି ଭାଗ୍ୟ ସହଯୋଗ କରୁନଥାଏ, ତେବେ ମନ୍ଦିରରେ ଗରିବ ଲୋକଙ୍କୁ ଅନ୍ନଦାନ କରିବା ଦ୍ୱାରା ଭାଗ୍ୟ ଅନୁକୂଳ ହୋଇଥାଏ ଏବଂ ଅଟକିଥିବା ଧନ ପ୍ରାପ୍ତି ହୋଇଥାଏ। ଅତ୍ୟଧିକ ଧନ ସମସ୍ୟା ଦେଖାଦେଉଥିଲେ ଖାଦ୍ୟ ଖାଇବା ପୂର୍ବରୁ କିଛି ଖାଦ୍ୟ ଗାଈ, କୁକୁର ଏବଂ କାଉକୁ ଖାଇବାକୁ ଦେବା ଉଚିତ। ଏହାଦ୍ୱାରା ଧନ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ ଓ ଘରକୁ ଧନର ଆଗମନ ହୋଇଥାଏ। ଯଦି ଦାରିଦ୍ର୍ୟତା ଦେଖାଦେଇଥାଏ, ତେବେ 5 କିଲୋ ଅଟାର ରୁଟି ଏବଂ 1.5 କିଲୋ ଗୁଡ଼ ସହିତ 3ଟି ଗୁରୁବାର ସନ୍ଧ୍ୟା ସମୟରେ ଗାଈକୁ ଖୁଆଇବା ଦ୍ୱାରା ତାହା ଦୂର ହୋଇଥାଏ। ଶନିବାର ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ଘିଅ ଦୀପ ଜଳାଇବା ଦ୍ୱାରା ମଙ୍ଗଳକାରୀ ହେବା ସହ ଧନ ଲାଭ ହୁଏ। ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିବା ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ପରିବାର ଲୋକଙ୍କ ଉନ୍ନତି ହୋଇଥାଏ। ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ତା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ପ୍ରତ୍ୟେକ ଦିନ ହଳଦୀ ଏବଂ କେଶର ତିଳକ ମଥାରେ ଲଗାଇବା ଉଚିତ। ଏହା ସହ ଏକାଦଶୀ ଏବଂ ଗୁରୁବାର ବ୍ରତ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଧନ ପ୍ରାପ୍ତ ହୋଇଥାଏ। ମୁହଁରେ କେବେ ବି କଟୁ ବଚନ ଏବଂ ଗାଳି ଗୁଲଜ କରିବା ଉଚିତ ନୁହେଁ କିମ୍ବା ଘରେ କଳି ଝଗଡ଼ା କରିବା ଅନୁଚିତ। ଏହି ନିୟମ ମାନିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ସ୍ଥାୟୀ ଭାବେ ରହିଥାଏ। ମନ୍ଦିରରେ ଲକ୍ଷ୍ମୀଙ୍କ ସମ୍ମୁଖରେ 9ଟି ବତିଥିବା ଘିଅ ଦୀପ ଜଳାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଜଳାଇବା ଦିନଠାରୁ ଧନ ଲାଭ ଆରମ୍ଭ ହୋଇଯାଇଥାଏ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଏଭଳି ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ।